ମୁଁ ନରେନ୍ଦ୍ର ଅର୍ଗାନିକ ଫାର୍ମ ଦେଖନ୍ତୁ ସୁଇଟ୍ କର୍ଣ୍ଣ ମକା କେତେ ସୁନ୍ଦର ଭାବରେ କେତେ ବଡ଼ ବଡ଼ ହେଇଛି। ଇଏ ମଞ୍ଜି ହେଇନି, ଏବେ ବି ମଞ୍ଜି ହେଇନି, ଖାଲି ଜଷ୍ଟ ଆରମ୍ଭ ହେଉଛି। ଦେଖନ୍ତୁ ପୁରା ତା ଦେହରେ କିଛି ଖାଲି ଧଣ୍ଡି ଅଛି, ମଞ୍ଜି ସୃଷ୍ଟି ହେଇନି, ହେଉଛି କେତେ ମୋଟା ମୋଟା ହେଉଛି। ପାଖରେ ମୁଁ ଦେଖୁଛି, ଦେଖନ୍ତୁ ମକାର ସାଇଜ୍ ଦେଖନ୍ତୁ କେତେ ମୋଟା ମୋଟା। ତା ବେଲେ ମଞ୍ଜି ପୁରା ଭରପୁର ଭାବରେ ମଞ୍ଜି ହେଲେ ମକାଟା ମାନେ ମୁଁ ଭାବୁଛି 500ରୁ 700 କି କେତେ ହେବ ଦେଖିବା। ଏ ବର୍ଷ ଭିଡ଼ିଓ କରିକି ଛାଡ଼ିବା କେତେ ୱେଟ୍ ଆସୁଛି। ଏଠି ଦେଖନ୍ତୁ ଖତର କେତେ କମାଲ। ଅର୍ଗାନିକ୍ ଆଇଟମ୍ରେ କଲେ, ଅର୍ଗାନିକ୍ ଜିନିଷରେ କଲେ ଦେଖନ୍ତୁ ସୁଇଟ୍ କର୍ଣ୍ଣ ମକା କେତେ ବଡ଼ ବଡ଼ ଆଉ କେତେ ସୁନ୍ଦର ଭାବରେ ସବୁ ଗଛମାନଙ୍କରେ କେତେ ବଢ଼ିଆ ରକମ ମକା ହେଇଛି। ଦେଖନ୍ତୁ ଭରପୁର ମକା ହେଇଛି। ଦେଖନ୍ତୁ ये पूरा स्वीट कॉर्न भरपूर मात्रा रे ହେଇଛି। मका जबरदस्त मका माने देखंतु केते बड़ बड़ मका। सबुआड़ जुआड़े देखिए सब बैगण बाड़ी भितर देखंतु बैगण लगा ହେଇଛି, बैगण भितर सब स्वीट कॉर्न ହେଇଛି। ए देखंतु कोडी माने गुटिए गछरे दुईटी मका भरपूर माने जबरदस्त आकार रे ହେଇଛି। देखो केते मोटे। ये तो बर्तमान किसी है ही नहीं, हेले देखा कौन हो। देखु जो आड़ को अनेक भरपूर पाखे स्वीट कॉर्न सबुआड़े है। देखुं मका मका आउ 2 ରୁ 3 सप्ताह भितर सब भंगा हम। मका ऑलरेडी बाहर पलैला। देखो कितने बड़ बड़ आकार मका है। ये प्योर स्वीट कॉर्न मका बहुत टेस्टी लगे, पूरा प्योर ऑर्गेनिक रे है। एठी आमर जो जिया खत मु जो बनाऊँ कंपोस्ट माध्यम जो मु जिया खत जो बनाऊँ गोबर कुटा, जो गोबर कुटा को मु पूरा झुंझुणा करके खत जो खत मु बनाऊँ से खतरे कमाल। देखंतु पूरा भरपूर आकार सबुआडे बैगन बाड़ी भितर मु मोर स्वीट कॉर्न मकाटा को मु प्रिय। मु सब वर्ष स्वीट कॉर्न मका भी चाष करे, बहुत करे आउ मते भल लगे। जेहेतु मका चाषटा मोर अति प्रिय चाष। मु सेथिबाई मु अन्य आड़े समयटा अधिक दिए चाष दौन। वर्ष फुल मात्रा समय देती भी भल भी है। देखंतु दुईटी गछरे केते मका, देखंतु दुईटी गछरे 1 2 3 6टी मका है। ये सब मका हो लोक मैंने कहते दुईटा मका हम आउ गोटे बेकार हम ना। मु चैलेंज दे कहि सब मका गोटे साइज हो कहीं मु करी गत वर्ष तो देखी। ये देखो ये दुईटा गछरे केते मका केते बड़ बड़ है। ये देखो पुଳାଏ मका है सबुआड़े छिन छत्र भाव जमी। देखो को गछरे हैनी बोली कहबेनि, सबू गछरे है। गोटे गछरे देखो 3टा मका केते साइज रे है। हो ऑर्गेनिक जिनस करंतु मोर विशेष अनुरोध। मु गोटे छोट चाषी, मु चाष एते अभिज्ञता नथिला। मु तो छोट बेलू एते कष्टरे जीवन काटी। जेहेतु मोर बापा ना मु छोट होती तृतीय श्रेणी में पढ़ुली, बापा चलीगले। आउ सान भाई 22 वर्ष होता सी भी छाड़ी चलीगला। मु तमिलनाडु गोटे सूता कंपानी में काम करे। जेहेतु से 15-17 वर्ष मुझे रही। मुझेटू कि से मालिकर एत जमी थिला, सी भी कि चाष निजे करते। से मालिक पुओ घोड़ा रखे, बहुत घोड़ा गाई सब रखती। से जो गोमूत्र
ସେମାନେ ଟାଙ୍କି କରିକି ରଖନ୍ତି, ସେଠାରୁ ପାଣି ସେମାନେ ଛାଣନ୍ତି, ସେ ପାଣି ମାଧ୍ୟମରେ ମେସିନ୍ରେ ତାଙ୍କ ବିଲରେ ଦେଇକି ମକା ଚାଷ କରନ୍ତି। ମୁଁ କୁହେ ଗୋମୂତ୍ରଟା ଗଲା ମାଟି ଖରାପ ହେଇଯିବ, ମୋତେ ସେମାନେ କୁହନ୍ତି ନା ଗୋମୂତ୍ର ଏତେ ମୂଲ୍ୟବାନ, ପୋକ ଲାଗିବେନି, କିଛି ହେବନି, ଆଉ ବହୁତ ଭିଟାମିନ୍ ଅଛି, ଜମିକି ଉର୍ବର କରେ। ସେଥିପାଇଁ ମୁଁ ସେଇଠୁ କିଛି କିଛି ଶିଖିଛି, ତାଙ୍କ ସହିତ କରିକି ଶିଖି ଆସି ମୋର ଇଣ୍ଟରେଷ୍ଟେଡ଼। ମୁଁ ଆସିକି ମୋ ଜମି ଆଇଲା ବେଳକୁ ଖତ ହେଇକି ଥିଲା, ଜମି ଯେଉଁ ବଖରା ଦିଆଥିଲା ସେମାନେ ସାର ଦେଇ ପୁରା ନଷ୍ଟ କରିଦେଇଥିଲେ। ତାପରେ ମୁଁ ଧୀରେ ଧୀରେ ମୋ 3 ବର୍ଷ ଲାଗିଗଲା, ମୁଁ ତୃତୀୟ ବର୍ଷ ହେଇଗଲା। ଦେଖ ତୃତୀୟ ବର୍ଷର ରେଜଲ୍ଟ, ଦ୍ୱିତୀୟ ବର୍ଷର ରେଜଲ୍ଟ, ପ୍ରଥମ ବର୍ଷର ରେଜଲ୍ଟ ଯାହା ଥିଲା, ତୃତୀୟ ବର୍ଷ ରେଜଲ୍ଟ ଅତି ସୁନ୍ଦର। ବିନା ଏଠି ମେହନତ ନାହିଁ, ଗଛ ଲଗାଇବ, ବିଷ ବି ଏତେ ଦରକାର ହେଉନି, ସାର ନୁହେଁ। ଦେଖନ୍ତୁ ମକା ଜବରଦସ୍ତ ମକା। ଆଉ ଯେଉଁ ଅର୍ଗାନିକ୍ ଜିନିଷ କିଛି କିଛି ଦେଲେ, ଆଉ ମୁଁ ବି ଟ୍ରେନିଂ ଯାଇକି ଯେଉଁ ଶିଖିକି ଆସିଲି ସେଇ ମେଥଡ଼ରେ, ଯେଉଁ ଆମର ଭୁବନେଶ୍ୱର ଡେରାସରେ ଯେଉଁ ଅର୍ଗାନିକ୍ ଫାର୍ମ ଅଛି 150 ଏକର ଜାଗାରେ ଗଭର୍ଣ୍ଣମେଣ୍ଟର, ସେଠୁ ଯାଇକି 5 ଦିନ କାଳ ଯେଉଁ ଟ୍ରେନିଂ ନେଇକି ମୁଁ ଯେଉଁ ଶିଖିକି ଆସିଲି, ସେ ଜିନିଷ ୟୁଜ୍ କଲା ପରେ ମୋ ବିଲର ଚମତ୍କାର ହେଇଯାଇଛି। ଦେଖନ୍ତୁ, ଆଉ ସବୁଠୁ ଖାସ୍ କଥା ହେଲା, ମୋ ପାଖ ଜମିରେ ଜଣେ ଚାଷୀ, ସେ ଦାଦା ହେବେ, ଆମେ ଗୋଟିଏ ଦିନରେ ଲଗେଇଲୁ ମକା ଗଛ। ଗୋଟିଏ ଦିନରେ ଲଗାଇଲା ପରେ ତାଙ୍କର ପୁରା ଛୋଟ ଛୋଟ ମକା ଯେ ଏବେ ଗଛରୁ ବାହାରୁଛି। ମୋର ଦେଖନ୍ତୁ ପୁରା ଅଲରେଡ଼ି ଯେମିତି ହେଇଗଲାଣି କି, ଆଉ କିନ୍ତୁ ମଞ୍ଜି ଏତେ ଭଲ ହେଇନି, ଆହୁରି 15-20 ଦିନ ଲାଗିଯିବ ମଞ୍ଜି ହେବା ପାଇଁ। କେତେ ସୁନ୍ଦର ରେଜଲ୍ଟ ଆଗୁତୁରା ହେଇଛି। ଆଉ ଦେଖନ୍ତୁ ସେଇ ଭିତରେ ବାଇଗଣ ଲଗା ହେଇଛି, ଦେଖନ୍ତୁ ବାଇଗଣର କ୍ୱାଲିଟି ଦେଖନ୍ତୁ, କେତେ ବାଇଗଣ ଗଛର କ୍ୱାଲିଟି ଦେଖୁଛନ୍ତି, କେତେ ବଡ଼ ବଡ଼ ଗଛ ହେଇଛି ଦେଖନ୍ତୁ। ବାଇଗଣ ଗଛ କ୍ୱାଲିଟି, କେବଳ ଲୋକମାନେ କହୁଛନ୍ତି କିଏ ଖତ ବୋହିକି ନେବ, କାହିଁକି ଦେବ, ଏଇଟା ଖାଲି ସାର ବିଷ ଯାହା ପାଇଲେ ତାହା ମାରିଦେଲେ, ମାଟିକି ପୁରା ପ୍ରେସ୍ କରିଦେଉଛନ୍ତି, ମାଟିରେ ଅବସ୍ଥା ରଖୁନାହାନ୍ତି। ଦେଖନ୍ତୁ କେତେ ସୁନ୍ଦର ଭାବରେ ହେଇଛି, ଖୁସି ଲାଗୁଛି ବାଡ଼ିକି ପଳେଇ ଆସିଲା ପରେ ଦେଖିବେ। ଦେଖୁନାହାନ୍ତି ବାଇଗଣ ଗଛର କ୍ୱାଲିଟି କେତେ ସୁନ୍ଦର ଭାବରେ ହେଇଛି, କେତେ ବଡ଼ ବଡ଼ ଗଛ, କେତେ ଉଚ୍ଚତା ପର୍ଯ୍ୟନ୍ତ ହେଇଛି। ଦେଖନ୍ତୁ, ମୋ ସମସ୍ତଙ୍କୁ ଅନୁରୋଧ ଯେ ଏଇ ଛୋଟ ଛୁଆର କଥାଟା ଟିକିଏ ଦେହକୁ ନିଅନ୍ତୁ, ସମସ୍ତେ କିଛି କିଛି ଖତ ଦିଅନ୍ତୁ। ଯେଉଁ ଅଯଥା ଖର୍ଚ୍ଚରେ ବାଇଗଣ ଚାଷ କରନ୍ତୁ, ଯେକୌଣସି ଚାଷ କରନ୍ତୁ, ଏତେ ମାତ୍ରାରେ ଆପଣ ସାର ଦେଉଛନ୍ତି ଯେ ୟୁରିଆ ବସ୍ତା ଗୋଟିଏ, ମାନେ ଡିସିମିଲ୍ 2 ଡିସିମିଲ୍ ଜାଗାରେ ଗୋଟିଏ 50 କିଲୋ ୟୁରିଆ ମାରି ଦେଉଛନ୍ତି। ଆଉ ଏତେ ଦାମୀ ବିଷ ପକାଉଛନ୍ତି, କିଛି ଫଳ ପାଉନାହାନ୍ତି, ଖାଲି ମାରି ଚାଲିଛନ୍ତି। କାହିଁକି ମାରୁଛନ୍ତି? ସେଇ ପଇସାରେ ଗୋଟେ ଖତ ଟ୍ରିପ୍, ଯଦି ନିଜର ନାହିଁ ଗୋରୁ ଗାଈ, ବହୁତ ବିକ୍ରି ହେଉଛି, ଖତ ଟ୍ରିପ୍ ଆଣିକି ଦିଅନ୍ତୁ, ତାପରେ ଚାଷ କରନ୍ତୁ। ଦେଖନ୍ତୁ ମୋର ଏଇ ଛୋଟ କଥାଟା କେତେ କାମରେ ଆସିବ। ମୁଁ ସମସ୍ତଙ୍କୁ, ଓଡ଼ିଶାବାସୀଙ୍କୁ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଟିକେ ଗୋମାତାର ଖତ ଦିଅନ୍ତୁ, ଖତ ଦେଇକି ଚାଷ କରନ୍ତୁ, ଦେଖିବେ ମୋ ପଣିକା ପୁରା ଭରପୁର ହେଇକି ଭରିବ। ଦେଖନ୍ତୁ ଆମେ କାହିଁ କିଛି ସାର ଦେଉନୁ, ଯେତିକି ହେଲା ସେତିକି, କ'ଣ ଅସୁବିଧା ହେଉଛି ନା ଅର୍ଗାନିକ୍ରେ କଲେ ଲସ୍ ହେବ? କିଛି ଲସ୍ ହେବନି। ଆପଣ ଅର୍ଗାନିକ୍ ଜିନିଷ ଦିଅନ୍ତୁ, ୱିଥ୍ ଖତ ଦିଅନ୍ତୁ, ଆଉ ଖତ ଦେଲା ପରେ ସାର ଦିଅନ୍ତୁ, ସେ ସାରଟା ଚୁମ୍ବକ ଭଳିଆ କାମ କରିବ। ଥରେ କରିକି ଦେଖନ୍ତୁ। ଖତ ଦେଲା ପରେ ଯେଉଁ ସାର, ଟିକେ ଅଳ୍ପ ସାର ଦେବେ, ସେଇଟା ଚୁମ୍ବକ ଭଳିଆ କାମ କରିବ। ଆପଣ ଖାଲି ବିଲରେ ଗୋଟେ କମ୍ପେୟାର କରନ୍ତୁ, ଗୋଟେ ସାଇଡ଼୍ରେ ଖତ ଦେଇକି ସାର ଦିଅନ୍ତୁ, ଦେଖନ୍ତୁ ସେ ଗଛର କ୍ୱାଲିଟି କେତେ, ଆଉ ଫଳ କେମିତିଆ। ସେଇ ବିଲର ଅପୋଜିଟ୍ରେ ଦେଖନ୍ତୁ, ଖାଲି ସାର କାଣ୍ଡି କରିଦିଅନ୍ତୁ, ଦେଖନ୍ତୁ ସେଠି ନଥିବ କିଛି ରେଜଲ୍ଟ। ହଁ ମୁଁ ମାନୁଛି, ଯେଉଁଠି ମାଟି ଭଲ ଥିବ ସିଏ ହେଇଯିବ, ତାପରେ ଆସନ୍ତା ବର୍ଷର ବେଳ ବି ଖରାପ ହେଇଯିବ। ଆସନ୍ତା ସିଜିନ୍ କି ଯେବେ ନଳିତା ଚାଷ କରିବେ, ଟୋଟାଲ୍ ମରିଯିବ, କିନ୍ତୁ ଆମେ ମରିବନି। ଗୋଟିଏ ନଳିତା ମରୁନି, ଏତେ ୱେଟ୍ଦାର। ମୁଁ ଅଳ୍ପ ବିଲରେ ଚାଷ କରିଥିଲି ନଳିତା, ମୁଁ ବହୁତ ଭଲ ରେଜଲ୍ଟ, ଏତେ ବଡ଼ ବଡ଼ ମୋଟା ନଳିତା ହେଇଥିଲା ଯେ ମୁଁ ମାନେ ଯେତିକି ଆଶା କରିନଥିଲି ତା 3 ଗୁଣା ହେଇକି ମୋର ଏ ବର୍ଷ ହେଇଛି। ତାପରେ ଏ ବର୍ଷ ବି ନଳିତା ସିଜିନ୍ ଆସୁଛି, ଆଇଲା ପରେ ପୁଣି ମୁଁ ଭିଡ଼ିଓ କରିମି। ଆଗରୁ ତ ଭିଡ଼ିଓ କରିନଥିଲି, ଏବେ ଚ୍ୟାନେଲ୍ ଖୋଲିଛି, ପୁଣି ଭିଡ଼ିଓ କରି ପକେଇମି, ଦେଖିବି। ଦେଖନ୍ତୁ ଅନ୍ୟ ବିଲର ପରିସ୍ଥିତି କ'ଣ, ମୋ ବିଲର ପରିସ୍ଥିତି ବହୁତ ଖତ ଦେଇକି ଚାଷ କରନ୍ତୁ।